ମୁଁ ଆଜି ଆସିଥିଲି ମୋ ବାପାଙ୍କୁ ନେଇକି ଟିସି ନେବା ପାଇଁ, କିନ୍ତୁ ଆସିକି ଦେଖିଲି ଟିସି ଦେବେ ନାହିଁ କହୁଥିଲେ। ଶୁଣିଥିଲି ଆଗର ପୂର୍ବର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟ, ସେଇ ପ୍ରଧାନ ଶିକ୍ଷକ ସବୁ କାଗଜ ସବୁ ନେଇକି ପଳେଇ ଗଲେ। ଏବେ ଆମେ ଟିସି ନେଇ ପାରୁନୁ, ଆମ ଭବିଷ୍ୟତ ଏବେ ଅନ୍ଧାର ଅଛି। ବସୁଛନ୍ତି ଆଡ଼ମିସନ୍ ରେଜିଷ୍ଟର ନଥିବା ହେତୁ ମୁଁ ଟିସିଟା ଲେଖିକି ଦେଇପାରୁନି, ସେଥିପାଇଁ ସେମାନେ ବସିଛନ୍ତି କେବେଠୁ ସ୍କୁଲ ଏଟା ଆଗରେ। 2 ତାରିଖରୁ ଟିସି ଦେବା କଥା, କିନ୍ତୁ ମୋ ପାଖରେ ଯେହେତୁ ଆଡ଼ମିସନ୍ ରେଜିଷ୍ଟର ନାହିଁ, ମୁଁ ସେଥିପାଇଁ ଟିସି ଦେଇପାରୁନି। କୁଆଡେ ଗଲା ଆଡମିସନ ରେଜିଷ୍ଟ୍ରେସନ ଟା? ସେଇଟା ତ ମୁଁ କହିପାରିବିନି କୁଆଡ଼େ ଗଲା। ମୋତେ ଯେଉଁ ଚାର୍ଜ ଦେଲେ, ଯେତେବେଳେ ପ୍ରଶାନ୍ତ ସାମନ୍ତରାୟ ସାର୍ ଥିଲେ HM, ସେତେବେଳକୁ ଚାର୍ଜ କିଛି ଦେଇନଥିଲେ। ଅଫିସ୍ ଆସିକି ଅଫିସ୍ ମାନେ ଇନଭେଣ୍ଟ୍ରି ହେଲା, ସବ୍ ଆଡ଼ିସନାଲ୍ ତହସିଲଦାର ଆସିଥିଲେ, ABO ସାର୍ ମାନେ ଆସିଥିଲେ, CRCC ବି କେତେ ଜଣ ଆସିଥିଲେ, ଆଉ SMCର ପ୍ରେଜେଣ୍ଟରେ ତାଲା ଖୋଲା ଯାଇକି ଆଲମାରି ଭଙ୍ଗା ହେଇଥିଲା। ସେଥିରୁ ସେମାନେ ସବୁ ଲିଷ୍ଟ କଲେ ଯାହା ଯାହା ଜିନିଷ ଅଛି ସ୍କୁଲରେ ହେଲା। ସେ ଲିଷ୍ଟ ଭିତରେ ଆଡ଼ମିସନ୍ ରେଜିଷ୍ଟରଟା ନାହିଁ। ବର୍ତ୍ତମାନ ସେଥିପାଇଁ କଣ କରିବେ ଆପଣ? ବର୍ତ୍ତମାନ ମୁଁ ତ ଉପର ଅଫିସରଙ୍କୁ ଲିଖିତ ଆକାରରେ ଜଣାଇଥିଲି। ମ୍ୟାଡ଼ାମ୍ ବି ଏବେ କହିଲେ ମୋତେ ଫୋନ୍ କରିକି ଯେ ଆପଣ ଟିସି ଦେବାଟା ଆରମ୍ଭ କରନ୍ତୁ, ମୁଁ ଅର୍ଡ଼ରଟା ପଠାଇ ଦେଉଛି ଆପଣଙ୍କୁ ବୋଲି କହିଲେ। କିନ୍ତୁ ଗାଁ ଲୋକଙ୍କୁ ଶୁଣୁନାହାନ୍ତି, ଟିସି ଆମକୁ ଏବେ ଦରକାର ନାହିଁ, ଆମକୁ ଆଡ଼ମିସନ୍ ରେଜିଷ୍ଟର ଦରକାର ଏବେ ବୋଲି ଆପଣଙ୍କୁ କହୁଛନ୍ତି। ଆଉ ପଶେଇବାକୁ ଦଉଛନ୍ତି କି ସ୍କୁଲ ଭିତରେ? ତାଲା ପକେଇଛନ୍ତି, ଆମେ ସକାଳେ ଆସି ଏଠି ଠିଆ ହେଇଛୁ। ପିଲା ଯୋଉ ବାହାରେ ପଢୁଛନ୍ତି ପିଲା ସବୁ ବାହାରେ ବସିଛନ୍ତି ଆଉ ଖରାରେ। ଆଉ ମୁଁ ସ୍କୁଲ ସାମ୍ନାରେ ଆଜି ଧାରଣାରେ ବସିଛି। ତାର ଗୋଟିଏ କାରଣ ହେଉଛି ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟ, ମାନେ ଆମର ଯେଉଁ ସ୍କୁଲର ଯେଉଁ ଦସ୍ତାବିଜ ମାନେ ଯେଉଁ ଡକୁମେଣ୍ଟ ଯାକ ଅଛି, ଯେମିତି ଆମର ଆଡ଼ମିସନ୍ ରେଜିଷ୍ଟର, ଏସବୁ କିଛି ଦେଇକି ଯାଇନାହାନ୍ତି। ବର୍ତ୍ତମାନ ଆମେ ଯାହା ଦେଖୁଛୁ ପିଲାର ଭବିଷ୍ୟତ ପୁରା ଅନ୍ଧକାର। ଆମେ ଅଲଗା ସ୍କୁଲରେ ବି ପିଲାକୁ ଚାହିଁଲେ ବି ଆଡ଼ମିସନ୍ କରାଇ ପାରୁନୁ। ଅଷ୍ଟମରୁ ନବମ ଯିବ, ସେ ପିଲାକୁ ବି ଆଡ଼ମିସନ୍ କରାଇ ପାରୁନୁ। କେଉଁ ପିଲା 7 ନମ୍ବର ପାଇଛି, ସେ ପିଲାକୁ ବି ଆଜି 4 ଦିନ ହେଲା ଡକଉଛନ୍ତି, ସେମାନେ ବି ଟିସି ନେଇକି ବର୍ତ୍ତମାନ ଯାଇପାରୁନି, ସ୍କୁଲରେ ଆଡ଼ମିସନ୍ କରାଇ ପାରୁନାହାନ୍ତି। କଣ ଚାହୁଁଛନ୍ତି? ପ୍ରଶାସନ ଆମେ ଏତିକି ଚାହୁଁଛୁ, ପ୍ରଶାନ୍ତ କୁମାର ସାମନ୍ତରାୟକୁ ଇମିଡ଼ିଏଟ୍ ଆରେଷ୍ଟ କରାଯାଉ। ଆଉ ଯେଉଁ ସ୍କୁଲ ଆମର ଯେଉଁ ଡକୁମେଣ୍ଟ ଯାକ ବାକି ଅଛି ତାଙ୍କ ପାଖରେ, ସେ ଆଣିକି ସ୍କୁଲରେ ସବମିଟ୍ କଲେ ଯାଇକି ଆମେ ସ୍କୁଲରେ ତାଲା ଖୋଲିବୁ। ସେ ତାର ତ ଅଛି ସାର୍, ଦେଖନ୍ତୁ ସେ ବର୍ତ୍ତମାନ ମାନେ ଯେଉଁ ଏଇଠୁ ସସ୍ପେଣ୍ଡ ହେଇକି ଯାଇଛି, ଏ ସ୍କୁଲରୁ ସସ୍ପେଣ୍ଡ ହେଇକି ଯାଇଛି, ବର୍ତ୍ତମାନ ସସ୍ପେଣ୍ଡ ବି ଅଛି। କିନ୍ତୁ ପ୍ରଶାସନ ଏପର୍ଯ୍ୟନ୍ତ ସ୍କୁଲ ତରଫରୁ ଲିଖିତ ଆକାରରେ ଜଣାଇଲା ପରେ ବି ଏପର୍ଯ୍ୟନ୍ତ ଆମକୁ କିଛି ରିପ୍ଲାଏ ଆସୁନି।